ମୁଁ କମଳାକାନ୍ତ ସିଂ ଜିଲ୍ଲା କଲେକ୍ଟରରେ କାମ କରେ। ଏଠି ତ ବର୍ଷା ଦିନେ ତ ପାଣି ଯେହେତୁ ଡାଉନ୍ ଅଛି, ସେ ସବୁବେଳେ ବର୍ଷା ହେଲା ମାନେ ପାଣି ଫୁଲ୍ ରହୁଛି। ଆଉ ରାସ୍ତା ତ ଅଣଅଶୀରେ ଅଛି, ଡ୍ରେନ୍ର ବି ସୁବିଧା ନାହିଁ। ଆଉ ତଳେ ଘର କରିଛନ୍ତି, ଆଉ ପାଣି ପଶିବ ତ କେମିତି କ'ଣ କରାଯିବ? ମ୍ୟୁନିସିପାଲିଟି ତରଫରୁ ସେ ମେସିନ୍ ଲଗାଇଛନ୍ତି, ଡେଲି ପାଣି ବୁହା ଚାଲିଛି, କିନ୍ତୁ ତାର ସଫଳ ହୋଇପାରୁନି। ଆଉ ପାଣି ତ ସବୁବେଳେ ପାଣି ଆସୁଛି ଡାଉନ୍ ଯେହେତୁ, ଆଉ ମ୍ୟୁନିସିପାଲିଟି ବାଲା ବା ପ୍ରଶାସନିକ କ'ଣ କରିବ? ତାର ସୁବିଧା ଅନୁସାରେ ସେ କରୁଛନ୍ତି, ପାଣି କାଢୁଛନ୍ତି। ବର୍ଷା ତ ରାତିରୁ ଲାଗି ରହିଲାଣି, ପୁଣି ସକାଳେ ଟିକେ ଛାଡ଼ିଥିଲା, ପୁଣି ବର୍ଷା ଲାଗି କଣ୍ଟିନ୍ୟୁ ଚାଲିଛି। ଆଉ ଏଥିରେ ତ ଲୋକମାନେ ଯିବା ଆସିବା ହବ, ଏଠି ଯେହେତୁ ପାଖ ଜନଗହଳି ରାସ୍ତା, ଯିବା ଆସିବା ଅଫିସ୍ ସ୍କୁଲ ପିଲାମାନେ ବହୁତ ହଇରାଣ ହରକତ ହେଉଛନ୍ତି। ତେଣୁ ଏଥିପ୍ରତି ଟିକେ ଦୃଷ୍ଟି ଦେବାକୁ ପଡ଼ିବ। କେନ୍ଦୁଝରର ବହୁତ ଏଇ ପୌରପାଳିକା ଅଞ୍ଚଳରେ ବହୁତ ଗଳି, ମାନେ ଆପଣଙ୍କର ଇନକମ୍ ଟ୍ୟାକ୍ସ ଗଳି ହଉ କି ମଦନଙ୍କର ଏଇ ଗଳି, ଆଉ ବିଭିନ୍ନ ଲକ୍ଷ୍ମୀ ମନ୍ଦିର ସେଇ ଗଳିରେ ପ୍ରାୟ ବର୍ଷା ହେଲେ ପାଣି ପାଖାପାଖି ଫୁଟେ 2 ଫୁଟ ଉପରେ ରହୁଛି। ଘର ଭିତରେ ପଶିଲା ଭଳିଆ ପାଣି ହେଉଛି, ଘର ଭିତରେ ପଶୁଛି କିଛି କିଛି। ଆଉ ଏଇଟା ପ୍ରାୟ 15-20 ବର୍ଷ ତଳର ପ୍ରୋବ୍ଲେମ୍। ଏଇଟା ଯେହେତୁ ତଳି ଅଞ୍ଚଳ ଅଛି, ରାସ୍ତାରୁ ତଳ ବହୁତ ତଳେ ଅଛି, ସ୍ୱାଭାବିକ ଭାବେ ପାଣି ପଶିବାଟା ଅଛି, ମାନେ ଇଏ ଅଛି। ମ୍ୟୁନିସିପାଲିଟି ସେ ତାଙ୍କର ପାଣି ନିଷ୍କାସନ ପାଇଁ ସର୍ବଦା ଲାଗିଛନ୍ତି, କିନ୍ତୁ ଏଇଟା ଯେ ପରମାନେଣ୍ଟ ସଲ୍ୟୁସନ୍, ଏଇଟା ପରମାନେଣ୍ଟ ସଲ୍ୟୁସନ୍ ନୁହେଁ। ତେଣୁ ୟାର ସବୁଦିନ ପାଇଁ ଗୋଟେ କ'ଣ ବ୍ୟବସ୍ଥା କଲେ ଯେମିତି ଏଇ ଆମ ଲୋକମାନେ ଏଇ ପାଣି ଇଏରୁ ପ୍ରୋବ୍ଲେମରୁ ଉଦ୍ଧାର ପାଆନ୍ତେ। ଆଉ ବର୍ଷା ଦିନେ ବିଶେଷ କରି ୱାର୍ଡ ନମ୍ବର 9ଟା ରୁହେ। ବିଶେଷ କରି ଆମର ମଦନଗରି ଗଳି, ତାପରେ ଇନକମ୍ ଟ୍ୟାକ୍ସ ଗଳି, ତାପରେ ବ୍ୟାଙ୍କ କଲୋନୀ, ତାପରେ ସ୍ପଞ୍ଜ କଲୋନୀ, ତାପରେ ରହିଲା ଆପଣଙ୍କର ବଳଦେବଜୀ କଲୋନୀ। ଏଇଟା ଯେହେତୁ ଲୋ ଲ୍ୟାଣ୍ଡ ଏରିଆଟା, ପ୍ରାୟ ୱାଟର ଲଗିଂଟା ବେଶୀ ହୁଏ। ଏବଂ ତାକୁ ମାନେ କେମିତି ପାଣିଟାକୁ ନିଷ୍କାସନ କରିବା ପାଇଁ ଆମେ ଟେମ୍ପୋରାରୀ ସବୁ ଜାଗାରେ ମଟର ଲଗେଇକି ତାକୁ ନିଷ୍କାସନ କରୁ। ଏଇ ଯେଉଁ ସମସ୍ୟାଟା 20-25 ବର୍ଷର ସମସ୍ୟା, ଆଜିର ସମସ୍ୟା ନୁହେଁ। ତେଣୁକି ତା ପାଇଁ ପ୍ରଶାସନ, ଆମର ଜିଲ୍ଲା ପ୍ରଶାସନ ଏବେ ସରେଜ ସିଷ୍ଟମଟା ଅଲରେଡ଼ି ଡିପିଆର୍ ହେଇକି ସେଟା ମାନେ ୱାଟକୋ ସେଟା କରୁଛି। ସରେଜ ସିଷ୍ଟମଟା ହେଲେ ପ୍ରାୟ ତ ଆଉ ଏତେ ୱାଟର ଲଗିଂଟା ଦେଖାଯିବନି ବୋଲି ମୁଁ ଆଶା କରୁଛି।